ଆଜିଠୁ 211 ପରୀକ୍ଷା ପରିଚାଳନା ହବ୍କୁ ଯିବ ପ୍ଲସ୍ ଟୁ ପ୍ରଶ୍ନପତ୍ର। ଏହାଛଡ଼ା ଏହି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ପ୍ଲସ୍ ଟୁ ପରୀକ୍ଷା। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ପ୍ଲସ୍ ଟୁ ଥିଓରି ପରୀକ୍ଷା ଆସନ୍ତା 18ରୁ ଆରମ୍ଭ ହେବ। ଶୁକ୍ରବାର ଠାରୁ ପ୍ରଶ୍ନପତ୍ର ପରିଷଦ ମୁଖ୍ୟାଳୟରୁ 30 ଜିଲ୍ଲାରେ ଥିବା ପରୀକ୍ଷା ପରିଚାଳନା ହବ୍କୁ ପଠାଯିବ। ବସ୍ରେ ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବା ବ୍ୟବସ୍ଥା କରାଯାଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପ୍ରଶ୍ନପତ୍ର ଯାଉଥିବା ବସ୍ରେ GPS ଲଗାଯାଇଛି। ଆସନ୍ତା 16 ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ସମସ୍ତ 211 ହବ୍ରେ ପହଞ୍ଚିବ। ମାର୍ଚ୍ଚ 4ରୁ 6 ଯାଏଁ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ସଶସ୍ତ୍ର ପୁଲିସ ସହ ସିସି କ୍ୟାମେରା ଏବଂ SI ଜରିଆରେ ପ୍ରଶ୍ନପତ୍ର ଉପରେ ତୀକ୍ଷ୍ଣ ନଜର ରଖାଯିବ। ତେବେ ପରିଷଦ ମୁଖ୍ୟାଳୟ ସହ ସବୁ ହବ୍ର କ୍ୟାମେରା ଓ SIକୁ ସଂଯୋଗ କରାଯାଇଛି। ତେଣୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନ ବେଳେ ସଶସ୍ତ୍ର ପୁଲିସ ମୁତୟନ ହେବେ। ପରୀକ୍ଷା ଦିନ 1357 ପରୀକ୍ଷା କେନ୍ଦ୍ର ଓ 7 ଉପକେନ୍ଦ୍ରକୁ ମିଶାଇ ମୋଟ 1364 କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ଓ ହବ୍କୁ ପ୍ରଶ୍ନପତ୍ର ପରୀକ୍ଷା ଦିନ ସୁରକ୍ଷା ବଳୟରେ ପୂର୍ବାହ୍ନ 8:30 ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ। ତେଣୁ ପୂର୍ବାହ୍ନ 9:30ରେ ପ୍ରଶ୍ନପତ୍ର ପ୍ୟାକେଟ୍ ଧାର୍ଯ୍ୟ ନିୟମ ମୁତାବକ ଖୋଲାଯିବ। ପୂର୍ବାହ୍ନ 10ଟାରୁ ପରୀକ୍ଷା ଆରମ୍ଭ ହେବ। ତେଣୁ ଚଳିତ ବର୍ଷ 9,01,632 ଛାତ୍ରଛାତ୍ରୀ 1364 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଓ ପରୀକ୍ଷା ପରିଚାଳନା ହବ୍ର ଷ୍ଟ୍ରଙ୍ଗ ରୁମ୍ରେ 24 ଘଣ୍ଟିଆ ସିସି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ପହରା ବ୍ୟବସ୍ଥା କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।